ଦଳର ଗୋଟେ ଶୃଙ୍ଖଳା ରହିବ। ତମେ କିଏ କି? ଆମ ପରେ 70 ବର୍ଷର କର୍ମେ ଆମକୁ 3 ଥର କଢା ହେଇଛି, ତଡା ହେଇଛି। ଶୃଙ୍ଖଳାର ଓଡିଶାରେ ଗୋଟା ଘୋର ଅନ୍ୟାୟ, ଘୋର ଅନ୍ୟାୟ। ଠୁଳ କରିଥିଲେ ତମେ କଣ କମ ଠୁଳ କରୁଛ? ନା ସେ ଖଣ୍ଡକ ଧର୍ମଶାଳା ଏରିଆଟା ସୀମା ଭିତରେ ରୁହ, ଆଇନ ଭିତରେ ରୁହ, ଆଇନ କି ହାତକୁ ନିଅନି। ଯଦି ହାତକୁ କିଏ ଦେଲା ସେ ଯିଏ ହେଇଥାଉ, ଧୈର୍ଯ୍ୟ ଧରୁ। ଝିଅଟା ତାର ଭଲ କରୁଛି, ଭଲ ପାର୍ଲିଆମେଣ୍ଟ ଡକ୍ଟର ପଟର ତାକୁ କରାହଉନି, ତା କ୍ୟାରିୟର ଟାକୁ ନଷ୍ଟ କରୁନି। ସେ ଜାତୀୟ ନେତା ସୋନିଆ ଗାନ୍ଧୀ ଆଉ ମାନେ ରାହୁଲ ଗାନ୍ଧୀ ବଗଡ଼େ ଏମିତି ଉପରେ କମେଣ୍ଟ ଦବା ଉଚିତ ନୁହଁ। ଅନ୍ୟାୟ ହେଇଛି କଣ ହେଇଛି ବୁଝିବା, ଦେଖିବା କଣ ଅନ୍ୟାୟ ହେଇଛି। ତମେ ସେ ଲେଟର ଲେଖିଲ ସୋନିଆ ଗାନ୍ଧୀ ନା ଠୁଳ କରିଥିଲେ, ତମେ କଣ କମ ଠୁଳ କରୁଛ? ନା ସେ ଖଣ୍ଡକ ଧର୍ମଶାଳା ଏରିଆଟା ପ୍ରେସିଡେଣ୍ଟ ନା ରାହୁଲ ଗାନ୍ଧୀ ନା ତମେ ଭକ୍ତ ଦାସ ନା କହିଛ, ଛାତ୍ର ନା କହିଛ, ମୋ ନାଁ ଚଳିବ। ସେ ପାହାଡ ପର୍ବତ ନିଲାମ ନୁହଁ, ପୁରା ଧମକ କଡାକଡି। 4 ଜଣ ଆରେଷ୍ଟ ହେଇଛନ୍ତି, କଡାକଡି ଆଇନ ଯୋଉ ଏରିଆରେ ହଉ। ପାୱାର ଅଛି, ବଇନ ପଇସା କମାଉଛ, ଏଗୁଡା କଥା, ଏଗୁଡା ଦୁର୍ଦାନ୍ତଗିରି। ଦଳର ଗୋଟେ ଶୃଙ୍ଖଳା ରହିବ। ତମେ କିଏ କି? ଆମ ପରେ 70 ବର୍ଷର କର୍ମେ ଆମକୁ 3 ଥର କଢା ହେଇଛି, ତଡା ହେଇଛି। ସହିତ ତମାଣ୍ଡର ସାକ୍ଷାତ ହୁଏ। ଆମେ 500 ଯୁବକ ଯାଇଥିଲୁ।